10 ମାସ 10 ଦିନର ସେ ଅସହ୍ୟ ଯନ୍ତ୍ରଣାକୁ ଛାତିରେ ଚାପି ରଖି ମା ନିଜ ସନ୍ତାନକୁ ଜନ୍ମ ଦେଇଥାଏ। ତା ଛାତିରୁ କ୍ଷୀର ଖୁଆଇ ତାକୁ ମଣିଷ କରିବାକୁ ସ୍ୱପ୍ନ ଦେଖେ। ହେଲେ ଯଦି ସେଇ ମା ନିଜ ଛୁଆକୁ ନେଇ ବଜାରରେ ସଉଦା କରିଦେବ, ତାହେଲେ ସେ ଛୁଆର ଭବିଷ୍ୟତ କ'ଣ ହେବ? ସତରେ କ'ଣ କେଇଟା ଟଙ୍କା ଆଗରେ କେବେ ମାର ମମତା ଶେଷ ହୋଇଯାଏ? ଏମିତି କେଉଁ ଅଭାବ ରହିଗଲା ଯାହା ପାଇଁ ନିଜ 9 ଦିନର ଛୁଆକୁ ବିକିବାକୁ ପଛେଇଲା ନାହିଁ ମା? ସେ କଥା ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପକୁ ଆପଣଙ୍କୁ ସ୍ୱାଗତ। 10 ମାସ 10 ଦିନ ଗର୍ଭ ଯନ୍ତ୍ରଣା ସହି ଅନ୍ତ ଫାଡ଼ି ଜନ୍ମ ଦେଲା ପରେ କେମିତି ନିଜ ଛୁଆ ସହିତ ଏମିତି କରିପାରେ ମା? ମା ବିନା ଛୁଆ କ'ଣ କେବେ ବଡ଼ ହୋଇପାରେ? ଯେଉଁ ବୟସରେ ମାଠୁ କ୍ଷୀର ଖାଇ ବଡ଼ ହେବା କଥା, ସେହି ବୟସରେ ମା ନିଜ ଛୁଆକୁ ବିକିଦେଲା, ସେ ପୁଣି କେବଳ 20,000 ଟଙ୍କାରେ। ଅଭାବ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚେଇ ଦିଏ। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ନିକଟସ୍ଥ ନୂଆପଡ଼ା ବସ୍ତିରେ ରହୁଥିବା ରାହୁଲ ଧାନବାଡ଼ି ଓ କୁମୁଦ ଗଣ୍ଡାଙ୍କ ଗତ ନଭେମ୍ବର 3 ତାରିଖରେ ଏକ ଶିଶୁ କନ୍ୟା ଜନ୍ମଗ୍ରହଣ କରିଥିଲା। ଲାଳନ ପାଳନ କରିବାକୁ ଅକ୍ଷମ ହେବାରୁ ନିଜର 9 ଦିନର ଶିଶୁ କନ୍ୟାକୁ 20,000 ଟଙ୍କାରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଜିଲ୍ଲା ପେଦାପେଙ୍କି ଗାଁର କୋପାଲା ରାଜଶେଖରଙ୍କୁ କେବଳ ରାୟଗଡ଼ା ନୋଟାରୀରେ ଗୋଟେ ଆଫିଡେଭିଟ୍ କରି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ଗାଁରେ ପହଞ୍ଚିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା କର୍ମକର୍ତ୍ତା। ମା କୁମୁଦ ଗାଣ୍ଡା ଓ ବାପା ରାହୁଲ ଧାନବେଡ଼ଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ଅଛି। ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଯାହା ରୋଜଗାର କରନ୍ତି, ସେଥିରେ 3 ପ୍ରାଣୀ ଚଳିବା କାଠିକର ପାଠ ହୋଇଯାଉଛି। ରାସନ କାର୍ଡ଼ ନଥିବାରୁ PDS ଚାଉଳ ମିଳୁନି। ଚାଉଳ ବାହାରୁ କିଣି ଖାଇବାକୁ ପଡ଼ୁଛି। ସରକାରୀ ସୁବିଧା କିଛି ବି ମିଳୁନି। ଘର ନଥିବାରୁ ଭାଇ ଘରେ ଆଶ୍ରୟ ନେଉଛି ବୋଲି କହିଛନ୍ତି ମା ବାପା 2 ଜଣ। ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହେବା ପରେ କତାପେଟାରେ ଏକ ବୁଲା ବିକାଳି ମହିଳା ଜଣକ ଆସି ପିଲା ଦେଇଦେବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଥିଲି ଓ ସେ ମୋତେ 20,000 ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ବାପା ମା। ଏହି ଘଟଣାକୁ ନେଇ ଖବର ପାଇବା ପରେ CWCର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି CWCକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ସତରେ ମଣିଷ ଅଭାବରେ ପଡ଼ିଲେ କ'ଣ ନିଜ ଛୁଆକୁ ବିକିପାରେ? ନିଜ ପେଟକୁ କଷ୍ଟେମଷ୍ଟେ ଦାନା ଗଣ୍ଡେ ଯୋଗାଡ଼ କରୁଥିବା ବାପା ମା ଯାହା କରିଛନ୍ତି, କ'ଣ ଠିକ୍ କରିଛନ୍ତି? ଏସବୁ ପ୍ରଶ୍ନର ଉତ୍ତର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।